ଜଗନ୍ନାଥ ପରିଡ଼ା ହ୍ୱାଇଟ୍ ବ୍ଲଗ୍ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଆଜି ହରିହର ସେଠୀଙ୍କର ପରିବାରର ଦୁଃଖ ଭରା କାହାଣୀର କିଛି ଦୃଶ୍ୟ ଆପଣମାନଙ୍କୁ ଦେଖେଇବି। ଏଇଟା ହେଉଛି ଆମର ଭଦ୍ରକ ଡିଷ୍ଟ୍ରିକ୍ଟ ଭଣ୍ଡାରିପୁର ବ୍ଲକର କୋର୍ସିରା ଗ୍ରାମର କିଛି ଦୃଶ୍ୟ। ତ ଆମର ଭଣ୍ଡାରୀ ପୋଖରୀ ଅମିତ ଫାଉଣ୍ଡେସନ ପରିବାର ତରଫରୁ କିଛି ସାହାଯ୍ୟର ହାତ ବଢ଼ାଇବା ପାଇଁ ଆମେ ବାହାରି ଆସିଛୁ କୋର୍ସିରା ଗ୍ରାମକୁ। ତ ଆପଣମାନେ ଦେଖୁଥିବେ ଏଇଟା ହେଉଛି ଆମର ଅମିତ ଫାଉଣ୍ଡେସନ କିଛି ସଂଗଠନ କର୍ମକର୍ତ୍ତାମାନେ ବାହାରି ଆସିଛନ୍ତି। ତ ବର୍ତ୍ତମାନ ଆମର ହରିହର ସେଠୀଙ୍କ ଘରେ ପହଞ୍ଚିଛୁ। ହରିହର ସେଠୀ ଜଣେ 6 ମାସ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ତାଙ୍କ ଘରେ ଆମର କିଛି ସଦସ୍ୟ ପହଞ୍ଚନ୍ତି ଆଉ ସାହାଯ୍ୟର ହାତ ବଢ଼ାଇବା ପାଇଁ। ତ ଦେଖନ୍ତୁ ଆପଣଙ୍କୁ ଆଗକୁ ଦେଖାଉଛି। ତ ଦେଖନ୍ତୁ ଇଏ ହେଉଛନ୍ତି ଆମର ହରିହର ସେଠୀ, ଯିଏକି 6 ମାସ ହେବ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ପରିବାର କହିବାକୁ ଗଲେ ତାଙ୍କର 6 ଜଣ ସଦସ୍ୟ। ତ ତାଙ୍କର ସ୍ତ୍ରୀ, ତାଙ୍କର ବାପା ଆଉ ମା ଆଉ ପିଲା ଛୁଆ 2 ଜଣ ଛୋଟ ଛୋଟ କୁନି ପିଲାମାନେ ଅଛନ୍ତି। ବାପାଙ୍କର ବୟସ 80 ହେବ, ମାଆଙ୍କର 75 ହେବ ଆଉ ତାଙ୍କର କୁନି ପିଲାଙ୍କର 2-3 ବର୍ଷ ହେବ। ତ ଆପଣମାନେ ଦେଖୁଥିବେ ତାଙ୍କ କୁନି ପୁଅ 2ଟି ପାଖରେ ଅଛନ୍ତି। ଆପଣମାନେ ଦେଖୁଥିବେ ବହୁତ ଦୁଃଖ ଭରା ଜୀବନ କାଟୁଛନ୍ତି ଆମ ହରିହର ସେଠୀ। ଆଉ ସେ କିମ୍ସରେ ଯାଇକି ଡାକ୍ତରଙ୍କୁ ପରାମର୍ଶ କରି ଦେଖେଇଥିଲେ, ତଥାପି ତାଙ୍କର ଅର୍ଥ ଅଭାବରୁ ସେ ତାଙ୍କର ଚିକିତ୍ସା କରିପାରୁନାହାନ୍ତି। ତାଙ୍କର ଗଭର୍ଣ୍ଣମେଣ୍ଟ ତରଫରୁ କିଛି ବି ସାହାଯ୍ୟ ସେମିତି ମିଳିନି, ଯାହା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରୁ କିଛି ପାଇଥିଲେ ଆଉ ବାକି ଗ୍ରାମବାସୀମାନେ ତାଙ୍କୁ କିଛି ସାହାଯ୍ୟର ହାତ ବଢ଼େଇଥିଲେ। ତ ବର୍ତ୍ତମାନ ଆପଣ ଦେଖୁଥିବେ ଆମର ଅମିତ ଫାଉଣ୍ଡେସନର କିଛି ସଦସ୍ୟଙ୍କ ସାହାଯ୍ୟ ପାଇଁ ବାହାରି ଆସିଛୁ। ତାଙ୍କୁ ଆମେ କିଞ୍ଚିତ ସାହାଯ୍ୟ ମାତ୍ର କରିଛୁ। ଆଉ ଦେଖୁଥିବେ ଏଇଟା ଭଣ୍ଡାରିପୁର ବ୍ଲକର ଗ୍ରାମ କୋର୍ସିରା। ତ ହରିହର ସେଠୀ ଜଣେ କ୍ୟାନ୍ସର ପୀଡ଼ିତ ଅଛନ୍ତି। ତ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନଙ୍କ ସହାୟତା ଅପେକ୍ଷାରେ ହରିହରଙ୍କ ପରିବାର ଅଛନ୍ତି। ଯଦି ବି ସହୃଦୟ କୌଣସି ବ୍ୟକ୍ତି ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଫୋନ୍ପେ ନମ୍ବର ଆପଣଙ୍କୁ ଲିଙ୍କରେ ଦେଇଛି। ତ 9178159011ରେ ଏଇ ନମ୍ବରରେ ଫୋନ୍ପେ କରିପାରିବେ। ଆଉ ସରକାରଙ୍କୁ ଏତିକି ନିବେଦନ ମୁଁ କରୁଛି, ତ ହରିହର ସେଠୀଙ୍କୁ କିଛି ସାହାଯ୍ୟର ହାତ ବଢ଼ାନ୍ତୁ। ଆଉ ଯେକୌଣସି ବି ଫାଉଣ୍ଡେସନ ଆଉ କିଛି ସଂଗଠନ ଅଛି, କିଛି ବି ସାହାଯ୍ୟ କରନ୍ତୁ। ଆଉ ଯେକୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିପାରିବେ, ଆପଣମାନଙ୍କୁ ଅନୁରୋଧ ଏତିକି ରିକ୍ୱେଷ୍ଟ କରୁଛି, ହରିହର ସେଠୀଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। ତାଙ୍କର ପରିବାରର କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାନ୍ତୁ। ଆପଣମାନେ ଦେଖୁଥିବେ ଗୋଟିଏ ବୁଢ଼ୀ ମାଆଙ୍କର ଲୁହର କିଛି ଦୃଶ୍ୟ ଆପଣମାନେ ଦେଖୁଥିବେ। ତ ଦେଖିଲେ ଛାତି ଥରା କିଛି ଦୃଶ୍ୟ, ଯାହାକି ଆପଣମାନେ ଦେଖିଲେ କିଛିଟା ଦୁଃଖ ଲାଗିବ। ତ ଦେଖିପାରୁଥିବେ ଇଏ ହେଉଛନ୍ତି ହରିହର ସେଠୀ। ତ ସେ ବର୍ତ୍ତମାନ ଅର୍ଥ ଅଭାବ ଅନଟନ ଅଛନ୍ତି। ବହୁତ କିଛି ତାଙ୍କର ସ୍ତ୍ରୀଙ୍କର ଯେକୌଣସି ସୁନା ଗହଣା ଥିଲା ବିକି ସାରି ସେ ଡାକ୍ତରଖାନା ଯାଇସାରିଛନ୍ତି। ତଥାପି ଅର୍ଥ ସର୍ଟ ଥିବାରୁ ସେ କିଛି ତାଙ୍କର ଚିକିତ୍ସା ଅବହେଳା ହେଉଛି। ତ ଦେଖିପାରୁଥିବେ କୁନି ପିଲାଟି ଅଛି, ତାକୁ ଦେଖିଲେ ବି ମନର ଦୁଃଖ ଆସୁଛି। ତ ଆପଣମାନଙ୍କ ସାହାଯ୍ୟ ଆଉ ସହାନୁଭୂତି ନିହାତି ଦରକାର ହରିହର ସେଠୀଙ୍କୁ। ତ ଆପଣମାନଙ୍କ ଛୋଟିଆ ସାହାଯ୍ୟ ହରିହର ସେଠୀଙ୍କ ଜୀବନ ବଞ୍ଚାଇପାରେ। ତ କୁନି ଛୁଆଙ୍କ ମୁହଁରେ ହସ ଫୁଟାଇପାରେ। ଆପଣମାନଙ୍କୁ ଅନୁରୋଧ, ତ ସେ ଜାଗାରେ ମୁଁ ବି ଥିଲି, ଆପଣଙ୍କୁ କହିଦେଉଛି। ବହୁତ ଦୁଃଖ ଲାଗୁଛି ସେ ଜାଗାରେ ପହଞ୍ଚିଲା ବେଳକୁ। ତ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ କରୁଛି, ଆପଣଙ୍କର ଟଙ୍କାଟିଏ ସାହାଯ୍ୟ ବି ଆପଣଙ୍କ ହରିହର ସେଠୀଙ୍କୁ ତାଙ୍କ ପରିବାର ହସ ଫୁଟାଇପାରେ। ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ। ତ ଯାହା ବି ଆପଣଙ୍କର ସାମର୍ଥ୍ୟ ଅନୁସାରେ ଆପଣ ସହଯୋଗ କରିବେ, ଆପଣମାନଙ୍କୁ ଅନୁରୋଧ। ତ ଆଉ କିଛି ଦୃଶ୍ୟ ଦେଖେଇବି, ଆପଣ ଦେଖନ୍ତୁ। ତ ତାଙ୍କ ସ୍ତ୍ରୀ ତାଙ୍କର ପାଖରେ ଅଛନ୍ତି, ମା ବି ଅଛନ୍ତି। କୁନି ଛୁଆଟି ଆପଣ ଦେଖୁଥିବେ, ତାର କେତେ ଦୁଃଖର କଥା ଆପଣ ଦେଖିପାରୁଥିବେ। ତ ଆମର ଭଣ୍ଡାରିପୁର ଅମିତ ଫାଉଣ୍ଡେସନ ତରଫରୁ କିଛି ସାହାଯ୍ୟର ହାତ ବଢ଼େଇଥିଲୁ, ନିମିତ୍ତ ମାତ୍ର କିଞ୍ଚିତ ସାହାଯ୍ୟ। ତ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ, ଆପଣମାନେ ସାହାଯ୍ୟର ହାତ ବଢ଼ାନ୍ତୁ, ଏତିକି ରିକ୍ୱେଷ୍ଟ କରୁଛି। ଆଉ ଭିଡ଼ିଓ ତ ଏତିକିରେ ଏଣ୍ଡିଙ୍ଗ ହେବ, ଆପଣମାନଙ୍କୁ କହିଦେଉଛି। ତ ଆଉ ଥରେ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ଆପଣମାନେ ହରିହର ସେଠୀଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। ତ ଭଦ୍ରକର ଭଣ୍ଡାରିପୁରର କୋର୍ସିରା ଗ୍ରାମର ଦୃଶ୍ୟ। ରହିଲି ଆଜ୍ଞା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।